ଗିରଫ ଦାବିରେ ରାୟବଣିଆ ଥାନା ଘେରାଉ କଲେ ଶତାଧିକ ଲୋକ। ରାୟବଣିଆ ଥାନା ଅନ୍ତର୍ଗତ ରାୟବଣିଆ ପଞ୍ଚାୟତର 22 ତାରିଖ ବିଳମ୍ବିତ ରାତିରେ ରାମ ନବମୀ ପାଳନକୁ ନେଇ ଏକ ହ୍ୱାଟ୍ସଆପ୍ ଗ୍ରୁପରେ କଥା କଟାକଟିକୁ ନେଇ ରାୟବଣିଆ ମଣ୍ଡଳ ସଭାପତି ସଞ୍ଜୀବ ଜେନାଙ୍କ ଘର ଉପରକୁ ଆକ୍ରମଣ ଘଟଣାରେ ଥାନାରେ ଅଭିଯୋଗ ହୋଇଥିଲା। ଏନେଇ ରାୟବଣିଆ ଥାନାରେ ଦୁଇ ପକ୍ଷରୁ ଏକ ମାମଲା ରୁଜୁ ହୋଇ ତଦନ୍ତ ଚଳାଇଥିଲା ରାୟବଣିଆ ପୁଲିସ। ଅଭିଯୋଗ ହେବାର 8 ଦିନ ବିତିଥିଲେ ମଧ୍ୟ ରାୟବଣିଆ ଥାନା ତରଫରୁ ଦୋଷୀକୁ ଗିରଫ ନ କରିବା ଦାବିରେ ରବିବାର ଅପରାହ୍ନ 1 ଘଟିକା ସମୟରେ ରାୟବଣିଆ ଥାନା ମୁଖ୍ୟ ଫାଟକ ଆଗରେ ଜଳେଶ୍ୱର ବିଜେପି ବିଧାୟକ ପ୍ରାର୍ଥୀ ବ୍ରଜମୋହନ ପ୍ରଧାନଙ୍କ ନେତୃତ୍ୱରେ ରାୟବଣିଆ ଥାନା ଘେରାଉ କରିଥିଲେ। ଧାରଣାରେ ସରଦାର ବନ୍ଧ ପଞ୍ଚାୟତ ସଦସ୍ୟ ଗଣେଶ ସୋରେନ, ତରୁଣ ପଟ୍ଟନାୟକ, ସୁଜିତ ଦାସ, ସନତ ସାହୁ, ଅନୁପ ପ୍ରଧାନ, उत्तम जेना, निहार रंजन दास, दिलीप भूया, विश्वनाथ परिडा, ब्रजकिशोर गिरी सहित बहु लोक ही थाना को घेराव करथिले। एने रायबणिया थाना आईआईसी चंपावती सोरेन बुझासुझा करथिले, किंतु धारणाकारी जिद्रे अटल थिले। अपराह्न 4 घटिका समय रायबणिया पुलिस जने अभियुक्त भाई और बापा को उठाई आनिछन्ते। अपराह्न 4 घटिका जलेश्वर एसडीपीओ सुब्रत कुमार बेहेरा, जलेश्वर आईआईसी अशोक बारिक पहुंची आलोचना पर 24 घंटा भितर आसामी को गिरफ पाई प्रतिश्रुति देवा सहित तदंत भार एसडीपीओ नहीं बोली कहिबा परे संध्या 6 घटिकार धारणारू ओहरी। रिपोर्ट वॉइस ऑफ ओडिशा लाइव।